ଜାଣିବା ହେଲା। ମୁଁ ଯାହା କହିମି ତମେ ସେଇଆ କହିବ ବୁଝିଲ। ଆଉ ଜୋର ଜୋର ବୋଲି କହିବ, ପାଟି କରନି ହେଲା। ଗୀତ ମାଧ୍ୟମରେ ଆମେ ଗାଇବା, ସେଟା ଶୁଣିବ, ମୁଁ ଯାହା କହିମି ସେଇଆ କହିବ ହେଲା। ଆରମ୍ଭ କରିବା। ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୁଦ୍ର ପରକାଶ, ପ୍ରଚଣ୍ଡ ରୁଦ୍ର ପରକାଶ ପରକାଶ। ମାନେ ଗ୍ରୀଷ୍ମ ଋତୁଟା କୋଉ ମାସକୁ ନେଇ ହେଲା? ବୈଶାଖ ଆଉ ଜ୍ୟେଷ୍ଠ ମାସ। ବୈଶାଖ ଆଉ ଜ୍ୟେଷ୍ଠ ମାସରେ ଗ୍ରୀଷ୍ମ ଋତୁ ହେଲା। ଗ୍ରୀଷ୍ମ ଋତୁରେ ବହୁତ ଖରା ହୁଏ, ଆମକୁ ଗରମ ଲାଗେ। ତମେ କ'ଣ ଖାଇତେ ଭଲ ପାଅ ଗ୍ରୀଷ୍ମ ଦିନେ? ଖରା ହେଲେ ତମେ କ'ଣ ଖାଇତେ ଭଲ ପାଅ? ଥଣ୍ଡା। ଆଉ କ'ଣ? ଆଇସ୍କ୍ରିମ। ଆଉ କ'ଣ? ପେପ୍ସି। ଆଉ କ'ଣ? ଆଉ ଗୋଟେ ଖରା ଦିନରେ ବଢିଆ ଫଳ ମିଳେ, ଭିତରେ ଲାଲ ହେଇଥିବ, ଉପରେ ସବୁଜ ଦେଖାଯାଉଥିବ। କ'ଣ? ଗୋଲ ଗୋଲ। କ'ଣ ସେଟା? ତରଭୁଜ। ତରଭୁଜ ସମସ୍ତଙ୍କୁ ଖାଇତେ ଭଲ ଲାଗେ ନା? କାକୁଡି ଖାଇତେ ଭଲ ଲାଗେ ନା? ମାନେ ଗ୍ରୀଷ୍ମ ଦିନେ ଆମେ ଖାଇତେ ଭଲ ଲାଗେ। ହଁ। ତାପରେ ବର୍ଷାରେ ଆଷାଢ ଶ୍ରାବଣ। କୁହ। ବର୍ଷାରେ ଆଷାଢ ଶ୍ରାବଣ, ମେଘ ବରସେ ଘନ ଘନ। ମାନେ ବର୍ଷା ଋତୁଟା କୋଉ ମାସକୁ ନେଇକି ହେଲା? ଆଷାଢ ଆଉ ଶ୍ରାବଣ ହେଲା। ଆଷାଢ ଆଉ ଶ୍ରାବଣ ମାସକୁ ନେଇକି ବର୍ଷା ଋତୁ ହେଲା। ବର୍ଷା ଋତୁରେ କ'ଣ କରୁ ଆମେ? ବର୍ଷା ହେଲେ କ'ଣ କରୁ? ମେଘରେ ବୁଲ। ଆଉ କ'ଣ କର? କାଗଜ ଡଙ୍ଗା ଭସାଅ ନା? ଆଉ ବର୍ଷାରେ, ହଁ, ବର୍ଷା ହେଲେ ଆମେ କ'ଣ ବ୍ୟବହାର କରୁ? ଛତା। ଆଉ କ'ଣ? ରେନକୋଟ। ଆମେ କାହିଁକି ବ୍ୟବହାର କରୁ? ନା ବର୍ଷାରେ ଉଦା ନ ହବା ପାଇଁ। ଉଦା ହେଲେ କ'ଣ ହେବ? ଜ୍ୱର ହବ। ସେଥିପାଇଁ ଆମେ ଛତା ଆଉ ବର୍ଷାତି ବ୍ୟବହାର କରୁ। ବୁଝିଲ? ମନେ ରହିଲା? ତାହେଲେ ବର୍ଷା ଋତୁ କୋଉ ମାସକୁ ନେଇକି ହେଲା? ନା ଆଷାଢ ଆଉ ଶ୍ରାବଣ ହେଲା। ତାପରେ କୁହ। ଭାଦ୍ରବ ଆଶ୍ଵିନ ଶରତରେ, ନିର୍ମଳ ଶୋଭା ଜଗତରେ। ନିର୍ମଳ ଶୋଭା ଜଗତରେ। ତାନେ ଭାଦ୍ରବ ଆଉ ଆଶ୍ଵିନ ମାସକୁ ନେଇକି ଶରତ ଋତୁ ହେଲା। ଏଇ ଋତୁରେ କ'ଣ ହୁଏ? ନା ଆମ ଜଗତଟା ନିର୍ମଳ ଦେଖାଯାଏ, ସଫା ସୁତରା ଦେଖାଯାଏ, ଚାରିଆଡେ ସଫା ଦେଖାଯାଏ। ବୁଝିଲ? ମାନେ ଏବେ ସେଇ ଋତୁ ଆଉ ସେଇ ମାସ ଚାଲିଛି। ଚାରିଆଡେ ସବୁ ସଫା ସୁତରା ଦେଖୁଛ ନା? ଦେଖୁଛ? ହଉ। ତାପରେ କୁହ। ହିମେ କାର୍ତ୍ତିକ ମାର୍ଗଶିର। ହିମେ କାର୍ତ୍ତିକ ମାର୍ଗଶିର, ରାତିର ପଡଇ ଶିଶିର। ତାହେଲେ ରାତିରେ ପଡଇ ଶିଶିର। ରାତିରେ କ'ଣ ପଡେ? ଶିଶିର। ଶିଶିର ମାନେ କ'ଣ? କାକର ହେଲା। ରାତିରେ ସବୁ କ'ଣ ପଡେ? କାର୍ତ୍ତିକ ଆଉ ମାର୍ଗଶିର ମାସରେ କ'ଣ ପଡେ? ନା ରାତିରେ, ଏବେ ସେଇଟା ରାତିରେ ସବୁ କାକର ପଡିବ। ବୁଝିଲ? ଥଣ୍ଡା ଲାଗିବ ଆମକୁ। ବୁଝିପାରୁଛ? ହଁ। ସେଟା ଶୀତରେ ପୌଷ ମାଘ ମାସ। ଶୀତରେ ପୌଷ ମାଘ ମାସ। ତାହେଲେ ଶୀତ ଋତୁଟା କୋଉ ମାସକୁ ନେଇ ହେଲା? ନା ମାଘ ଆଉ ପୌଷ ମାସକୁ ହେଲା। ଶୀତ ଋତୁରେ ଆମେ କ'ଣ ବ୍ୟବହାର କରୁ? କ'ଣ ତମକୁ ସବୁ ଶୀତ ଲାଗିଲା ଆମେ କ'ଣ ପିନ୍ଧୁଛ? ସ୍ୱେଟର। ଆଉ ଜ୍ୟାକେଟ। ଆଉ ସ୍ୱେଟର ହେଲା। ଆମ ଦେହକୁ ଶୀତ ଲାଗିଲେ ଆମେ ଜ୍ୟାକେଟ ପିନ୍ଧୁ, ସ୍ୱେଟର ପିନ୍ଧୁ, ଚଦର ପିନ୍ଧୁ, କମ୍ବଳ ପିନ୍ଧୁ। ବୁଝିପାରୁଛ? ହଁ ହଁ। ତାହେଲେ ଶୀତ ଋତୁଟା କୋଉ ମାସକୁ ନେଇକି ହେଲା? ପୌଷ ଆଉ ମାଘ ମାସକୁ ନେଇକି ହେଲା। ତାରେ ଫାଲ୍ଗୁନ ଚୈତ୍ର ବସନ୍ତରେ ହେଲା। ଫାଲ୍ଗୁନ ଚୈତ୍ର ବସନ୍ତରେ ମୃଦୁ ମଳୟ ମନୋହରେ। ତାହେଲେ ଫାଲ୍ଗୁନ ମାସଟା ଆଉ ଚୈତ୍ର ମାସକୁ ନେଇକି ବସନ୍ତ ଋତୁ ହେଲା। ଏଇ ଋତୁର କ'ଣ ହୁଏ? ନା ଥଣ୍ଡା ପବନ ବହେ, ଚାରିଆଡେ ଗଛ ପତ୍ର କଅଁଳେ, ଫୁଲ, ସୁନ୍ଦର ସୁନ୍ଦର ଫୁଲ ଫୁଟେ। ବୁଝିପାରୁଛ? କୋଉ ଋତୁରେ? ନା ବସନ୍ତ ଋତୁରେ। ବୁଝିପାରୁଛ? ତାହେଲେ ଆମେ 12ଟା ମାସ 6ଟା ଋତୁ ଜାଣିଲେ। କାହାକୁ ଭଲ ଲାଗିଲା? କିଏ କହିପାରିବ 6ଟା ଋତୁ ଆଉ 12ଟା ମାସ ନା? କହିପାରିବ? କୁହ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ,
ଶୀତ